ନୂଆ ରୂପରେ ଫେରୁଛନ୍ତି ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ। ବିବାହ ପରେ ତାଙ୍କର ପ୍ରଥମ ସିନେମା ଆସିଥିଲା ଦଶହରାରେ ରିଲିଜ୍ ହୋଇଥିବା ସିନେମା ଚ୍ୟାଲେଞ୍ଜ। ସେ ଏହି ସିନେମାରେ ଅର୍ଦ୍ଧେନ୍ଦୁଙ୍କ ସହିତ ଅଭିନୟ କରିଥିଲେ। ଏହାପରେ ତାଙ୍କର ଆଉ ଏକ ସିନେମା ଆସିବାକୁ ଯାଉଛି। ସିନେମାର ନାଁ ରହିଛି ରକ୍ତ ଗୋଲାପ। ଏହି ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ସିଂ ଏବଂ ଶିଶିର କୁମାର ସାହୁ। ଏହି ସିନେମାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି। ତେବେ ଏଲିନା ସାମନ୍ତରାୟଙ୍କ ଏହି ସିନେମାର ପୋଷ୍ଟରଟି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ସେହିଭଳି 2026 ମସିହାରେ ରିଲିଜ୍ ହେବାକୁ ଯାଉଥିବା ଓଡ଼ିଆ ସିନେମା ଲ୍ୟାଣ୍ଡଫଲ୍ ପାଇଁ ସବ୍ୟସାଚୀ ମିଶ୍ର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସେ ଏହି ସିନେମା ପାଇଁ ମାତ୍ର 2 ମାସରେ 30 କେଜିରୁ ଅଧିକ ଓଜନ କମାଇଛନ୍ତି। ତେବେ ଲ୍ୟାଣ୍ଡଫଲ୍ ସିନେମାରେ ରହିଥିବା ସବ୍ୟସାଚୀ ମିଶ୍ରଙ୍କ ଏହି ଲୁକ୍ଟି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ଏବଂ ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।